गुड मॉर्निंग सांग मैंने जय जगन्नाथ। आज गोटे नुआ वीडियो को आप समस्त को बहुत सारा स्वागत। मुझे रेडी होगली ए टाइम हो 4:45 पाखापाखि। आ चलते जावा तल को पूजा तो आरंभ होमर। काली राति देह भल लगे बोली मुझे तले केमती कौन चिता पकई देखी पारे। चलतु एवं देखा पूजा भी देखा चिता भी केमती बढ़ी देखा। आज दिन सारा कौन कौन सब हो देखापी मो सहित पूरा कंटिन्यू करतु। ताल चलतु एवं जा तल को देखा कौन सब हो आज दिन में। ये सांग मैंने तल को पलि आसिकी पादरे टे हलदी लगे मु रेडी होगली पूजापी। आ सान बटी रेडी कर माँ पाखे सब रखिए जिनस जहाँ दरकार सब पूजार। अलरेडी आमर तो माण बसी जाता। ये जेहेतु कल रात मुझे चिता गुड़ा देखी पार नी मो देह भल लगुन बोली ये सका मुझे आपण मानक चिता सब देखीदेली। बेसी तो पकई नी आ दुआर बंधर आगरे भी टाइल बोली रही बोली बास हल्का हल्का पड़ता। यही सब रोषे घरे मुझे पकई हलदा लगे सारिकी कहीं काली आ पड़े पार नाला राति। युड़ा मुझे राति पकई देती सेगुड़ा जेहेतु कारबार होता रोषे घरटा सान पकड़ था सका पकेबू आ बास ये हल्का पकई तले। चलते पूजा देखिए। सांग मैंने ये आमर पूजा घरे आमर ठाकुर घरे पूजा सरीगला। चितार अवस्था देखु जहा आज माँ पूजा आरंभ बहुत खुशी लगुच। समस्त को माँ भलरे सुख शांति रे रखंतु। आमर माण ठाकुराणी केमती लगुच निश्चिंत जनइबे।
ପୂଜା ସବୁ ସରିଗଲା କେତେବେଳୁ। ଆଉ ଏବେ ମୁଁ କହିଲି ଯାଉଛି ଉପର ଟିକେ ପୂଜା କରିଦେବା। ଆସିକି ଏଠି ଦୁଆର ବନ୍ଧରେ ଭୋଗ ଦେଇକି ଦୀପ ଲଗେଇ ସବୁ ଦୁଆର ବନ୍ଧରେ ଫୁଲ ଦେଇଦେଲି, ଗେଣ୍ଡୁ ଫୁଲ ଗୋବର। ଆଉ ପୂଜା ମୋର କମ୍ପ୍ଲିଟ୍। ଝୁଣା ବି ଚାରିଆଡ଼େ ଘର ସାରା ବୁଲାବୁଲି କରିଦେଲି, ସମସ୍ତେ ଦେଖିଲେ। ଆପଣମାନେ କେମିତି କ'ଣ କରନ୍ତି ସବୁ ପୂଜାରେ ନିଶ୍ଚିନ୍ତ କମେଣ୍ଟରେ ଜଣାଇବେ। ଆଉ ଆମର ଆଜିର ପୂଜା ମାଣ ଠାକୁରାଣୀ ଆମର କେମିତି, ଆମର ଯେଉଁ ଏଠି ପ୍ରୋସେସ୍ ଅଛି କେମିତି କ'ଣ ଲାଗୁଛି, ଆଉ ଆପଣମାନଙ୍କ ପଟେ କେମିତି କ'ଣ ହୁଏ ସବୁ ଜଣାଇବେ। ତାହେଲେ ଏବେ ଚାଲନ୍ତୁ ତଳକୁ ଯିବା। ତଳେ ତ ସାନ ବୋଉ ଝୁଣା ବୁଲେଇ ଦେଇଥିଲେ ସବୁ ଘରେ। ଆଉ ଏବେ ଫାଇନାଲି ଆମର ସକାଳର ପୂଜା ସରିଗଲା। ତାପରେ ପୁଣି ଖରାବେଳ ପାଇଁ ଆଜି କ'ଣ ଭୋଗ ମାଆଙ୍କ ପାଖରେ ହେବ ଆଉ ଜାଣିବା ପାଇଁ ମୋ ସହିତ ପୁରା କଣ୍ଟିନ୍ୟୁ ରୁହନ୍ତୁ ଭିଡ଼ିଓରେ। ତାହେଲେ ଚାଲନ୍ତୁ ଯିବା ଏବେ ତଳକୁ। ଧନ ଯାଉଛି ଉଠିକି ବିସ୍କୁଟ ଡବା ଧରିକି ଯାଉଛି ମୋ ଧନ ତଳକୁ। ନା ଧନ, ମୋ ବାୟା ଧନ ଯାଉଛି ତଳକୁ। ଏଇ ମମି କୋଉଠି ଦେଖିଲୁ? ଆମ ଠାକୁରର କେତେ ପୂଜା ହେଇସାରିଲାଣି ଦେଖିଲୁ ନା? ଦେଖିଛୁ? ବଢିଆ ହେଇଛି। ଆ ଡବା ନେଇକି ନାଲି ଚା ହଉଛି ସମସ୍ତଙ୍କୁ ଥଣ୍ଡା। ନାଲି ଚା ପିଇବେ ସବୁ। ଆଉ ଏଇଠି ଆସିକି ମେ ହେଲାଣି। ଏଇ ଦେଖିଲୁ ଆମର ସେଠି କେମିତି ପୂଜା ହେଇଛି ନା? ବଢିଆ ଲାଗୁଛି। ଆଉ ତମେ ଅଗସା ମୁଆଁ ଆଉ ଆଇଲ ଉଠିକି, ବଢିଆ ଲାଗୁଛି। ଆଉ ସବୁ ବଢିଆ ଲାଗୁଛି ସବୁ। ସକାଳୁ ଚାହାଟା ହେଇଗଲାଣି ଆମର, ଟିକେ ଚାହା ପିଇଦବା। ନମସ୍ତୁତେ नमस्ते कमला मागो सागर दुलणी। नमस्ते नमस्ते लक्ष्मी विष्णुका घरणी। नमस्ते कमलालया अति दयावती। स्थावर जंगम कीट आदि पाळु नीति। तोर दया बळे मागो दरिद्र जनर। वही अचल पित्त जिणाई कुबेर। ଏଇଠି ଆମର ଠାକୁରଙ୍କ ଖିଚୁଡ଼ି ହେଉଛି। ଖିଚୁଡ଼ି ହେଇସାରିଲା ପରେ ଭୋଗ ଦିଆଯିବ ପୁଣି ଥରେ। ଆଉ ଆମର କ୍ଷୀରି ଖେଚୁଡ଼ି ଦିଆ ହୁଏ, ଯେହେତୁ ଆମେ ଗୀତ ବର୍ଷରେ ଠାକୁରଙ୍କୁ ବସା ହେଇଥିଲା ଆଉ କ୍ଷୀରି ଭୋଗ ଦିଆହେଇଥିଲା। ନନା କହିଲେ ଆଉ କ୍ଷୀରି କରିବା ଦରକାର ନାହିଁ। ଆଉ ଦହି ଭାତ ବି ଆମର ଭୋଗ ଦିଆହେଇଛି ସେଥିରେ। ନନା କହିଲେ ଖିଚୁଡ଼ି ଭୋଗ ଦେଇଦେବ, ଆଉ କ୍ଷୀରି କରିବା ଦରକାର ନାହିଁ। ସେଥିପାଇଁ ଖାଲି ଆମର ଖିଚୁଡ଼ି ଭୋଗ ଆଜି ହେଉଛି, ଭୋଗ ହେବ। ଦେଖିବା ଭୋଗ ହେଲାବେଳେ। ଆଉ ଏବେ ଯାଉଛି ମୁଁ ଘର କ୍ଲିନ୍ କରିଦିଏ, କାହିଁକିନା ଭୋଗ ଦିଆହେବ। ଆଉ ଭୋଗ ଦିଆହେଲା ପରେ ଆଉ ଭଲ ଲାଗିବନି, ସେଥିପାଇଁ। ଆଉ ମୋତେ ତ ଦେଖି ଜାଣିପାରୁଥିବେ ମୋ ଥଣ୍ଡା ମୁଁ କେମିତି ଫୁଲେଇଛି। କାଲି ରାତିରେ ବହୁତ ଜୋରେ ମୋ ଦେହଟା ଖରାପ ହେଇଯାଇଥିଲା। ଯାହା ହଉ ମାଆଙ୍କ ଦୟାରେ ଟିକେ ଏବେ ଭଲ ଲାଗିଲା। ସକାଳୁ ସବୁ କାମ ହେଇଗଲା ଭଲରେ। ତାହେଲେ ଚାଲନ୍ତୁ ଏବେ ଘର କ୍ଲିନ୍ କରିଦେବା, ତାପରେ ପୁଣି ପୂଜା ହେଲାବେଳେ ଦେଖିବା। ପଛରେ ଠାକୁର ପୂଜା ସରିଥିଲା।
ଏଠି ଆମର ଖରାବେଳର ଭୋଗ ଲାଗି ହେଇଗଲା ମାଙ୍କ ପାଖେ। ତାପରେ ପୁଣି ସନ୍ଧ୍ୟା ବେଳକୁ ଭୋଗ ଲାଗି ହବ। ଆଉ ଆଜି ତ ମାଙ୍କର ପୂଜା ବୋଲି ବହୁତ ହି ଭଲ ଖୁସି ଲାଗୁଛି। କେମିତି ଦିନ ପଳାଉଛି ଆଜି ସତରେ ଜଣାପଡ଼ୁନି, ବହୁତ ହି ଭଲ ଲାଗୁଛି। ଆଉ ଏମିତି ବି ଆଜିର ଦିନ ସରିଯିବ, ପୁଣି ଏମିତି ଚାରିପାଳି କେତେବେଳେ ସରିଯିବ ଜଣାପଡ଼ିବନି। ଆଉ ବାସ୍ ମାଙ୍କୁ ତ କ୍ଷମା ପ୍ରାର୍ଥନା କରୁଛି, ସମସ୍ତଙ୍କୁ ବହୁତ ଭଲରେ ରଖନ୍ତୁ ଏତିକି ଡାକୁଛି। ତାହେଲେ ଚାଲନ୍ତୁ ଆଜିର ପୂଜା ପୁଣି ସନ୍ଧ୍ୟାବେଳକୁ ଦେଖିବା ଭୋଗ କ'ଣ କେମିତି ହେଉଛି। ଦେଇଗଲା କରିଦେବେ ସେ 3 ଜଣ। ଆମର ଆଜି ଭେଣ୍ଡି ଆଳୁ ଭଜା, ଏଇଠି ଡାଲମା ବସିଛି, ଆଉ ଖେଚୁଡ଼ି। ଅରୁଆ ତ ହବନି, ଖେଚୁଡ଼ି। ଆଉ ମୁଁ ଖାଇବି ରୁଟି, ଅରୁଆ ମୋ ଦେହରେ ଯାଉନି। ଖେଚୁଡ଼ି ବି ଖାଇବିନି, ମୋର ରୁଟି ଖାଇବି ମୁଁ। ଆଉ ଏବେ ଚାଲନ୍ତୁ ଯିବା ଦୋକାନ ଘର କ୍ଲିନ୍ କରିକି ଆସିବା। ଦୋକାନ ଘର କ୍ଲିନ୍ କରିସାରିଲା ପରେ ମୁଁ ଭାବିଲି କି ଦୋକାନ ଘର ଚିତା ବି ଟିକେ ଦେଖେଇଦେବି ଆପଣମାନଙ୍କୁ। ଏଗୁଡ଼ା ସବୁ ବୋଉ ପକେଇଛନ୍ତି, ଆଉ ବୋଉ ବି ବହୁତ ବଢ଼ିଆ ଚିତା ପକାନ୍ତି, ସୁନ୍ଦର ଲାଗେ। ଆଉ ସେ ଦୋକାନ ଘରେ ସବୁଆଡ଼େ ପକେଇ ଦେଇଛନ୍ତି। ଆଉ ବି ଟିକେ ହାଲକା ହେଇଗଲା। ମୁଁ ଉପର ଘର ସବୁ ମାନେ ସନ୍ଧ୍ୟା ପୂର୍ବରୁ ପକେଇ ଦେଇଥିଲି, ବୋଉ ଦୋକାନ ଘର ପକେଇଦେଲେ, ଆଉ ମୁଁ ତଳେ ଘରେ ଉପରେ ପକେଇଦେଲି। ହାଲକା ହେଲା। ଏଇଠି ମୋର ଖାଇବା ଆଜିର ଖେଚୁଡ଼ି ଟିକେ, ଡାଲମା, ଭଜା, ରୁଟି। ଏବେ ଯିବା ଛାତକୁ। ଇଏ ଛାତକୁ ଯାଇଛନ୍ତି, କ'ଣ କରୁଛନ୍ତି ଚାଲନ୍ତୁ ଦେଖିବା। କ'ଣ କରୁଛ କି? ପାଣି ଦିଆହବ? ଗଛଟା ମରିଗଲାଣି ନା କ'ଣ? ବୋଉ ଏଥର କହୁଥିଲା ରଜନୀଗନ୍ଧା ଯେଉଁ ଦବାକୁ ଗଛ। ଏମିତି କୁଣ୍ଡ ନେଇଗଲେ ଆଉ ହୁଅନ୍ତା ନା, କିନ୍ତୁ କୁଣ୍ଡ ଆଣି ସବୁ କଣା କଲେ ଗଛ ଗୁରା ବଞ୍ଚିବ, ଭଲ ହବ, ଜାଣିଛ ନା? ସେମିତି ହବନି ଲୋ। ବସନ୍ତି ତାଙ୍କ ଛାତରେ ଶୋଇଛନ୍ତି। ଏଇଟା ଧର୍ମ କାମ କରୁଛି, ଧର୍ମ ମାସରେ କରିଥିଲେ ଭଲ ହେଇଥାନ୍ତା। ଧର୍ମ ମାସ ବା କାର୍ତ୍ତିକ ମାସ। ଆଉ ଏଇଠି ଏ ବାପା ଆମର ଭଲ ବାଗ କରିକି ବାନ୍ଧି ଦେଇଛନ୍ତି ଲୋ। ପତାକା ଚାରିକରରେ 4ଟା। ଏଇ ଯେଉଁ ଆମର ଗୀତ ବସା ହେଇଥିଲା, ଯେଉଁ ଠାକୁରଙ୍କ ମାନେ ପାଖରେ ଯେଉଁ ପତାକା ଲାଗିଥିଲା, ନନା କହିଥିଲେ ତାକୁ ଉପରେ ନେଇ ଛାତ ଉପରେ ବାନ୍ଧିଦେବ ଚାରିକରରେ। ଆମର ବନ୍ଧା ହେଇଛି, ଏକରେ ଗୋଟେ, ଏଠି ଗୋଟେ, ଏଠି ଗୋଟେ, ଏଠି ଗୋଟେ, 4ଟା। ଛାତ ଉପରକୁ ମୁଁ ଆସୁନି କି ଛାତ। ଏଇ ବାଉଁଶଟା କି ଭାଙ୍ଗି ଦେଇଛି? ମାଙ୍କଡ଼ ଭାଙ୍ଗିଦେଲେ କି? ଆଉ ମାନେ ଆସିକି ମାର୍ଗଶିର ମାସ ହେଲାଣି, ଏତେବେଳକୁ ଏପଟେ ସବୁ ଫସଲ, ମାନେ ଏପଟଟା ଖାଲି ନା ଫସଲ କେମିତି ହେଇଥାନ୍ତା ଏପଟରେ। ଏଥର ଏ ବର୍ଷ କିଛି ନାହିଁ। ଏତେବେଳକୁ କୋବି ଆଉ ଶାଗ ପୁରା ଖାଲି ବହୁତ ସୁନ୍ଦର ଦେଖା ହେଇଥାନ୍ତା ଏପଟଟା, କିନ୍ତୁ ଏମିତି ଯେ ଯାଇ ପାଣି ବି ଶୁଖିନି ବିଲରୁ। ଟିକେ ଲେଟ୍ ଲାଗିବ ଆଉ ନା। ତଥାପି କେତେ ଆଡ଼େ ଲାଗିଲାଣି, ଯେଉଁଟା ପାଣି ସବୁ ଶୁଖିଗଲାଣି। ବାକି ଏଇପଟଟା ଟିକେ ପାଣି ଶୁଖୁନି, କିନ୍ତୁ ଏପଟ ଶୁଖିଗଲାଣି ସବୁ। ଏପଟ ସବୁ ଚାଷ ହେଲାଣି, ବାକି ଏତିକି ଅଳ୍ପ କିଛି ଜାଗା ପାଣି ରହୁଛି ଖାଲୁଆ ବିଲ ବୋଲି ଆଉ। ହଁ, ଆମର କୋଉଟା ଯେଉଁଟା ବଗ ଯେଉଁ ଦୁଇଟା ଅଛନ୍ତି? ବଗ ପାଖରେ ଯେଉଁଟା ଖାଲି ଗୋଟେ ଗୋଟେ ଗଛ ଦେଖାଯାଉଛି, ପାଣି ଦେଖାଯାଉଛି। ଓହୋ, ସେଟା ବହୁତ, ଏଇ ପାଣି ସବୁ ଗଡ଼ିଯିବ ସେଠି, ସେଟା ମଝିଟା ଖାଲ। ଓହୋ। ଏପଟ ସବୁ ଚାଷ ହେଲାଣି ଅଲରେଡ଼ି, ଦେଖିପାରୁଥିବେ। ଏପଟେ ଶାଗ ଫାଗ ବି ବୁଣା ହେଇଛି କିଛି କିଛି ଜାଗା।
କିନ୍ତୁ ଏ ବର୍ଷ ବର୍ଷା ସବୁ ଖରାପ କରିଦେଲା। ଆମ ମା ଯାଇ କେଉଁଠି ଶୋଇଛନ୍ତି, ଖରା ସେଠି ପଡ଼େ ବୋଲି। ଶୀତ ଦିନେ ଘରେ ତଳ ଘରେ କେହି ରହିବେନି। ଶୀତ ଦିନେ ମାନେ ପୁରା ଏତେ ଶୀତ ଲାଗେ ତଳ ଘରଟାରେ, ସମସ୍ତେ ଯେଉଁଠି ଟିକେ ଖରା ପଡ଼ୁଥିବ ସେଇଠି ଯାଇ ଶୁଅନ୍ତି। ବାକି ମୁଁ ଏଇ ଛାତ ଉପରକୁ ବି ଆସେ ବେଳେବେଳେ, ଏଠି ଖରା ରହେ। ସରିଲା ପାଣି ଦିଆ କମ୍ପ୍ଲିଟ୍। ତମ ମୁଣ୍ଡକୁ ମୋ ମୁହଁ ଦେଖାଉନି। ମତେ ଥଣ୍ଡାରୁ ଖାଲି ଶୁଁ ସାଁ ମୁଁ ହେଉଛି। ପୁଅକୁ ବି ଥଣ୍ଡା, ଆମ ଘରେ ପ୍ରାୟ ଲୋକଙ୍କୁ ଥଣ୍ଡା, ସମସ୍ତଙ୍କୁ। ମାଇ ଫେଭରେଟ୍ ପ୍ଲେସ୍ ଏଇଟା। ମୁଁ ଠିଆ ହେଲେ ଏଠି ମୋତେ ଭଲ ଲାଗେ। ଚାଲନ୍ତୁ ଯିବା ତଳକୁ। ପାଣି ଦିଆ ସରିଗଲା, ତଳକୁ ଯିବା। ପୁଣି ଘର କ୍ଲିନ୍ କରିକି ଫ୍ରେଶ୍ ହେଇକି ଯିବାକୁ ପଡ଼େ ତଳକୁ। ପୁଣି ତଳେ ଭୋଗ ଦିଆହେବ ପୁଣି ସନ୍ଧ୍ୟାବେଳେ। ଚାଲନ୍ତୁ ତାହେଲେ ଯିବା। ଆଜିର ଗୋଟେ ସୁନ୍ଦର ଦିନଟି କେମିତି ଠାକୁର ପୂଜାରେ ଖାଲି ପଳେଇଲା ଯେ ଜଣାପଡ଼ିଲାନି। ଏଇଠି ମୁଁ ଫ୍ରେଶ୍ ହେଇ ତଳକୁ ଆସି ମୋର ସନ୍ଧ୍ୟା ଆଳତି ସାରିଲିଣି। ଆଉ ସନ୍ଧ୍ୟାରେ ବି ଭୋଗ ମୁଁ ଦେଇ ସାରିଲିଣି ଅଲରେଡ଼ି। ଆଜିର ପୂଜା କମ୍ପ୍ଲିଟ୍ ହେଇଗଲା। ଆଉ ସାଙ୍ଗମାନେ ଆଜିର ପୂଜା କେମିତି ଲାଗିଲା କମେଣ୍ଟରେ କହିବେ। ନିଶ୍ଚିନ୍ତ ଭଲ ଲାଗିଥିବ ଭାବୁଛି। ଯଦି ଭଲ ଲାଗିଥିବ ଲାଇକ୍ କରିବେ, ବହୁତ ସାରା କମେଣ୍ଟ କରିବେ, ସାଙ୍ଗମାନଙ୍କ ସହିତ ସେୟାର କରିବାକୁ ଭୁଲିବେନି। ତାହେଲେ ରହୁଛି, ପୁଣି ଦେଖା ହେବ କାଲିର ଗୋଟେ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ସମସ୍ତେ ଭଲରେ ଖୁସିରେ ଥାଆନ୍ତୁ। ମା ଲକ୍ଷ୍ମୀ ସମସ୍ତଙ୍କୁ ବହୁତ ଭଲ ଆଶୀର୍ବାଦ କରନ୍ତୁ। ରହିଲି, ନମସ୍କାର, ଜୟ ଜଗନ୍ନାଥ।